ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଏଡୱାର୍ଡ ଗିବନ୍ 1737ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଇଂରାଜୀ ଇତିହାସକାର ଥିଲେ। ସେ ରୋମାନ ସାମ୍ରାଜ୍ୟର ପତନ ଏବଂ ପତନର ଇତିହାସ ପାଇଁ ପ୍ରସିଦ୍ଧ। 1776 ଏବଂ 1788 ମଧ୍ୟରେ 6 ଖଣ୍ଡରେ ପ୍ରକାଶିତ ତାଙ୍କର କୃତି ରାଜନୀତି, ସଂସ୍କୃତି ଏବଂ ଧର୍ମ ଉପରେ ଧ୍ୟାନ ଦେଇ ରୋମର ପତନକୁ ବିଶ୍ଳେଷଣ କରିଥିଲା। ସେ 1794 ମସିହାରେ ମୃତ୍ୟୁବରଣ କରିଥିଲେ। ରହୁଛି ଦେଖା ହବା ଆଗାମୀ ଭିଡ଼ିଓରେ। ଭଲ ଲାଗିଲା ଯଦି ଟିକେ ଲାଇକ୍ କରିଦେବେ, ଭିଡ଼ିଓକୁ ଆମ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ନମସ୍କାର, ଦେଖା ହବା ଆଗାମୀ ଭିଡ଼ିଓରେ।